ମୁଁ ପ୍ରୁଭ୍ କରି ଦେଖେଇଦେବି ଯେ ଆଉ ଗୋଟେ ଦୁନିଆ ଅଛି ଯୋଉଠି ଭଗବାନ ଅଛନ୍ତି, ଭୂତ ପ୍ରେତ ଶୈତାନ ବି ଅଛନ୍ତି। ଏମିତି ହଜାର ରୋଗ ଅଛି ଯାହାର ମେଡିକାଲ ସାଇନ୍ସରେ ଟ୍ରିଟମେଣ୍ଟ ନାହିଁ, କିନ୍ତୁ ଆମେ ତାକୁ ଇଜିଲି ଭଲ କରିଦେଉଛୁ। ଯେତେବେଳେ ସାରଥୀ ସୁର ସେମାନେ ସବୁ ଲୁଚିକି ବୁଲିଲେ, ଗୋଟିଏ ଲୋକ ଏଠି ବସିছে, ତାର ଦବିଚ ଖୋଲା ଥିଲା। ଆଜି ବି ଚାଲିଛି, ଓଡ଼ିଶା ନୁହେଁ ଭାରତ ବାହାରେ ଭାରତରେ ସବୁ ଜାଗାରେ ମୁଁ ଦୈବିକ ଚିକିତ୍ସା କରୁଛି। ମାନେ ଜାଣିଥିବେ ଯୋଉ ଜାଗାରେ ଯୋଉ ଛକରେ ମୁଁ ଛିଡ଼ା ହୁଏ ସେଠି ଶହ ଶହ ଲୋକ ମୋତେ ଘେରି ଯାଆନ୍ତି। କିଛି ଚମତ୍କାର ଶକ୍ତି ଅଛି, ଆଉ ଯାହାକୁ ଯୋଉଠି ଛୁଇଁ ଦେଲେ ତାଙ୍କ ଦେହ ବି ଭଲ ହେଇଯାଏ। ଗୋଟେ କଥା ଆପଣ ଦେଖିଥିବେ, ମୁଁ ଯେତିକି ଭିଡ଼ିଓ ହେଉଛି ମାନେ ଆମ ନ୍ୟାସନାଲ ହଉ ଇଣ୍ଟରନ୍ୟାସନାଲ ସବୁ ଭିଡ଼ିଓରେ ମୁଁ ଗୋଟିଏ କଥା କହେ, ମେଡିକାଲ ସାଇନ୍ସକୁ ଚ୍ୟାଲେଞ୍ଜ କରେ, ଆଉ କୁହେ ମେଡିକାଲ ସାଇନ୍ସ ମୋ ଉପରେ ରିସର୍ଚ୍ଚ କର, ଗୋଟେ ନୂଆ ଦିଗନ୍ତ ପାଇବ। ଦେଖନ୍ତୁ ମେଡିକାଲ ସାଇନ୍ସରେ ଫ୍ରୋଜନ ସୋଲର ମେଡିସିନ ନାହିଁ, ସାଇଟିକାର ନାହିଁ, ମାଇଗ୍ରେନ ନାହିଁ, ଏମିତି ହଜାର ରୋଗ ଅଛି ଯାହାର ମେଡିକାଲ ସାଇନ୍ସରେ ଟ୍ରିଟମେଣ୍ଟ ନାହିଁ, କିନ୍ତୁ ଆମେ ତାକୁ ଇଜିଲି ଭଲ କରିଦେଉଛୁ। ତେଣୁ ମେଡିକାଲ ସାଇନ୍ସ ଯଦି ଆମ ଉପରେ ରିସର୍ଚ୍ଚ କରିବ ତାହେଲେ ନୂଆ ଦିଗନ୍ତ ପାଇବ ଯେ କେମିତି ଆଉ ଗୋଟେ ଦୁନିଆ ଅଛି, ଯୋଉ ଦୁନିଆରେ ଭଗବାନ ଅଛନ୍ତି, ଭୂତ ପ୍ରେତ ସମସ୍ତେ ଅଛନ୍ତି। ମୁଁ ତ ସମସ୍ତଙ୍କୁ କହୁଛି ଯେ ସବୁ ହିଁ ଅଛନ୍ତି। ଯଦି ଭୂତ ପ୍ରେତ ନାହାନ୍ତି ତାହେଲେ ଭଗବାନ ନାହାନ୍ତି, ଯଦି ଭଗବାନ ଅଛନ୍ତି ତାହେଲେ ଭୂତ ପ୍ରେତ ଅଛନ୍ତି, ଯଦି ଦିନ ଅଛି ତାହେଲେ ରାତି ଅଛି। ତେଣୁ ଆମକୁ ପ୍ରମାଣ କରି ଦେଖେଇବାର ଅଛି। ମୁଁ ତ କହୁଛି ଯଦି ମୋ ଉପରେ କିଏ ମେଡିକାଲ ସାଇନ୍ସ ରିସର୍ଚ୍ଚ କରେ, ମୁଁ ପ୍ରୁଭ୍ କରି ଦେଖେଇଦେବି ଯେ ଆଉ ଗୋଟେ ଦୁନିଆ ଅଛି ଯୋଉଠି ଭଗବାନ ଅଛନ୍ତି, ଭୂତ ପ୍ରେତ ଶୈତାନ ବି ଅଛନ୍ତି। ତେଣୁ ମୁଁ ସବୁବେଳେ ମେଡିକାଲ ସାଇନ୍ସ କହିଛି ଯେ ମୋ ଉପରେ ରିସର୍ଚ୍ଚ କରାଯାଉ। ଆଜି ଆଜି ବାବା କେତେ ପେସେଣ୍ଟ ଆସିଥିଲେ ଆଜି ଯୋଉ ଆପଣଙ୍କ କତିକି ଯାହା ଯୋଉ ଭଲ କରିକି ବିଦା କରିଛନ୍ତି? ଏଠି ତ ଶହ ଶହ ପେସେଣ୍ଟ ଭିଡ଼ ହୁଏ, କିନ୍ତୁ ମାନେ କୁମ୍ଭକୁ ଯିବି ବୋଲି ମୁଁ ଆଜି ବି ବନ୍ଦ କରିଦେଇଥିଲି ଆଗରୁ, ତେଣୁ ଆଜି ଲୋକ ନାହାନ୍ତି, ନହେଲେ ଏଠି ଲୋକ ଛିଡ଼ା ହେବାକୁ ଜାଗା ମିଳିନଥିଲା। ରାତି 7ଟା ଯାଏ ଲୋକ ଦେଖା ହୁଏ, ଅତି କମ 300-400 ରୋଗୀ ଏଠି ଭିଡ଼ ରୁହନ୍ତି, କିନ୍ତୁ ଆଜି 100 ଲୋକ ବି ନାହିଁ, 40-50 ଜଣ ଲୋକ ଆସିଥିଲେ। ତାଙ୍କ ମନକୁ ଆମେ ମନା କରିଦେଇଛୁ, କାରଣ ମୋ ପାଖରେ ସମୟ ନାହିଁ, ମୁଁ କାଲି ସକାଳେ ଯିବି, ଆଜି ମାନେ ପୁରୀ ଯିବି 4ଟା ବେଳକୁ। ତେଣୁ ଓଡ଼ିଶା ବହୁ ଜାଗାରେ ଆପଣ ଯାଇଥିଲେ, ଏବେ ଭଦ୍ରକ ଯାଇଥିଲେ ପ୍ରଚୁର ଭିଡ଼, ଲୋକଙ୍କୁ ଦେଖି ଦେଖିପାରିଲିନି। ତେଣୁ ମୁଁ ଯୋଉଠି ଯାଏ ସେ ଲୋକଙ୍କର ବହୁତ ଭିଡ଼ ହୁଏ, କାରଣ ଲୋକଙ୍କର ଆସ୍ଥା ଭରସା ବିଶ୍ୱାସ ଅଛି। ଆଉ ଦୀର୍ଘ 14 ବର୍ଷ ଆମେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହିଁ ବସିଛୁ। ଆପଣ ଦେଖୁଥିଲେ ଦୈବ ଶକ୍ତି ଯୋଉ ଆତତ୍ରଣ ବାବା ରହିଛନ୍ତି, କିଭଳି ଭାବରେ ବାର୍ତ୍ତା ରଖୁଥିଲେ ଏ ସବୁ ରୋଗକୁ କିଭଳି ଭାବରେ ହାତ ମୁଠାରେ ଛୁଇଁ ଦେଲେ ଭଲ ହେଇଯାଏ। ଆଗକୁ ଦେଖିବା କେବେ ଯୋଉ ବାବା ଆହୁରି ଚମତ୍କାରିତା ଦେଖେଇବେ, ତାହା ଦେଖିବା ବାକି ରହିଲା।